জয় জগন্নাথ, বন্দে উৎকଳ জননী, ବନ୍ଦେ ମାତରମ୍, ଜୟ ଭାରତ। ଆଜ୍ଞା, ଗୋଟେ ସୂଚନା ପାଇଲି ମୁଁ ଆଜି ମୋ ମନକୁ ଗୋଟେ ଭାବିଲି ଆମର 11 ବର୍ଷରେ ବିଶ୍ୱଗୁରୁ ଘର ଘର କା ମୋଦି ନରେନ୍ଦ୍ର ମୋଦି 11 ବର୍ଷରେ ଯାହା କରିଛନ୍ତି ଇତିହାସରେ କେହି କରିନଥିଲେ। ଯେତେ ମହାପୁରୁଷ ପ୍ରଧାନମନ୍ତ୍ରୀ ଯାଇଛନ୍ତି 11 ବର୍ଷରେ ନରେନ୍ଦ୍ର ମୋଦି ଯାହା କରିଛନ୍ତି ଆପଣ କଳ୍ପନା କରିପାରିବେନି। ସେ ମହାନତା ଦେଖାଇଛନ୍ତି। ଦେଖନ୍ତୁ ଆଜ୍ଞା କ'ଣ କରିଛନ୍ତି। 2014 ମସିହାରେ ଆମର ପ୍ରିୟ ଯିଏକି ଆଜି ଭାରତ ବର୍ଷରେ 1 ନମ୍ବର ଧନୀ ଆମର ଅମ୍ବାନୀ 1,500 କୋଟି ଟଙ୍କାରେ ଥିଲେ। ତାଙ୍କୁ 2014 ମସିହାରୁ ଆଜି ପର୍ଯ୍ୟନ୍ତ 9,000 କୋଟି ଟଙ୍କାରେ ପହଞ୍ଚାଇ ଦେଲେ। କରିନାହାନ୍ତି? ବହୁତ କିଛି କରିଛନ୍ତି। ଦ୍ୱିତୀୟରେ ଆସନ୍ତି 2014 ମସିହାର ଅମ୍ବାନୀ ଆଦାନୀ ମହାଶୟଙ୍କର ଥିଲା 155,000 କୋଟି ଟଙ୍କା, କିନ୍ତୁ ତାଙ୍କୁ ପହଞ୍ଚାଇ ଦେଲେ 8,000 କୋଟି ଟଙ୍କାରେ। କରିନାହାନ୍ତି? ବହୁତ କିଛି କରିଛନ୍ତି। ଏଥିରୁ ଜାଣିପାରିଲେ 2 ଜଣ ଗୁଜୁରାତି ବିକିଲେ, 2 ଜଣ ଗୁଜୁରାତି କିଣିଲେ। ତେଣୁକରି ଏଇଥିବ କମ୍ କଥା ଆଜ୍ଞା। ଯେଉଁ ରାମଦେବ ଏମିତି କରୁଛି ସେମିତି କରୁଛି ଆଜ୍ଞା, ସିଏ ଚିନ୍ତା କଲାଣି। ସିଏ ଗୋଟେ ରାଜ୍ୟ କରିକି ସିଏ 21ଟା MP ଦେବ, 20ଟା 100 କେତେ MP ଦେବ, 1000 କେତେ ML ଦେବ। ଚିନ୍ତା କଣ, ସେ ଗୋଟେ ବାବାଜୀ ଆଜ୍ଞା। ସିଏ ଆଜ୍ଞା ଯୋଗ କରିକି ତାକୁ 1 ନମ୍ବର ରଖିଲେଣି। ତେଣୁକରି ଆମର ନରେନ୍ଦ୍ର ମୋଦି ବହୁତ କିଛି କରିଛନ୍ତି। ଆଉ ବିଶ୍ୱଗୁରୁ ଆପଣ ଓଡ଼ିଶାକୁ 1 ନମ୍ବର କରିଦେଲେ, କଲିକତାରେ ସୁନା ଫଳେଇ ଦେଲେ, ତେଣୁ ଆସାମକୁ 1 ନମ୍ବର କଲେ, ମଣିପୁରରେ ଆଜ୍ଞା ଯେଉଁ ଭଳିଆ ପରିସ୍ଥିତି ଦେଖିଲେ କେମିତି କଲେ। ତେଣୁକରି ନରେନ୍ଦ୍ର ମୋଦି ଆମର ଗର୍ବ ଗୌରବ ଆଜ୍ଞା। ମିଛ କହିବାରେ ଭୋଟ ଚୋରି କରିବା 1 ନମ୍ବର। ତେଣୁକରି ଆମେ ଗର୍ବିତ। ତେଣୁକରି ଆପଣମାନଙ୍କୁ ମୋର ଆଉ ଭାରତବର୍ଷର ଇତିହାସ ଯାହା ଥିଲା ଇଏ ଟପ୍ ଲେବୁଲରେ ପହଞ୍ଚାଇ ଦେଲେ। ଲୋକଙ୍କୁ ଗରିବ ଦାଦନ ଖଟେଇବାରେ, ମିଛ କହିବାରେ, GST ଲଗେଇବାରେ, ଆଉ ଟଙ୍କା ବଦଳିବାରେ, ଆଉ ରେଟ୍ ବାଟ ବଢ଼େଇବାରେ 1 ନମ୍ବର ପ୍ରଧାନମନ୍ତ୍ରୀ। ତାଙ୍କୁ କେହି କାଟିପାରିବେନି। ଆପଣ ଆଉ ଗୋଟେ କଥା ଜାଣିଛନ୍ତି, ଆମର ଯିଏ କଂଗ୍ରେସର ମନମୋହନ ସିଂ ଯେଉଁ ଥିଲେ ପ୍ରଧାନମନ୍ତ୍ରୀ, ସେ 55,000 କୋଟି ଟଙ୍କା ଲୋନ୍ କରିଥିଲେ। କିନ୍ତୁ ଏ ସରକାର ନରେନ୍ଦ୍ର ମୋଦି ଆମର କି ଗର୍ବ 2,000 କୋଟି ନା 200 କୋଟି ଟଙ୍କାର ଲୋନ୍ରେ ପହଞ୍ଚିଲେଣି। ସୁଝିବ କିଏ? ଆମେ ସୁଝିବା। କେମିତି ସୁଝିବା? ସୁଝୁଛେ କେମିତି ଆଜ୍ଞା? ଆପଣଙ୍କର ଖଣ୍ଡିଆ ନୁନାଟେ କେମିତି ନେଳି ଷ୍ଟିକର ମାରିନ 2,000 ଆଜ୍ଞା। କାଗଜପତ୍ର ନାହିଁ, ଗାଡ଼ି ଅଟକେଇବେନି, କ୍ୟାମେରା ବୁଲୁଛି, ଫୋକସ୍ ପହଞ୍ଚିଲା ନମ୍ବର ପ୍ଲେଟ୍ରେ, ଘରେ ଗଲାବେଳକୁ 5,000, 10,000, 15,000 ଆପଣ ଦେବାକୁ ବାଧ୍ୟ। ହାଇ ସିକ୍ୟୁରିଟି ନମ୍ବର କରନ୍ତୁ, ନମ୍ବର ଉଠିକି ରହିଲେ ଜାଣିପାରିବେ ନା। ତେଣୁକରି ଆପଣମାନେ ସୁଝିବେ। ଆଜିର ଯେଉଁ ଖାଦ୍ୟ ପଦାର୍ଥରେ GST ଲଗାଇବାରେ 1 ନମ୍ବର, ଫାଇନ୍ କାଟିବାରେ 1 ନମ୍ବର, ଲାଇନ୍ ମାଗଣା ଦେବାରେ 1 ନମ୍ବର, ଭତ୍ତା ବଢ଼େଇବାରେ 1 ନମ୍ବର। 2022 ସୁଦ୍ଧା ଚାଳ ଘର ରହିବନି। ଏ ନିକଟରେ କିଛି ଦିନ ଆଜ୍ଞା ଛାଡ଼ିଥିଲି ଜଣଙ୍କର ଗରିବ ଲୋକ, ତାଳପତ୍ର ନଡ଼ା ମିଳିଲାନି, ତାଳପତ୍ର ଛାଇଁକି ରହିଛି। 2022 ହେଇଛି କି? ତେଣୁକରି ଆସି 2026 ପହଞ୍ଚିଲା, 27କି ଛୁଇଁବାକୁ ଯାଉଛି। ଏଇ ଆମର ବିଶ୍ୱଗୁରୁ ଦାମୋଦର ନରେନ୍ଦ୍ର ମୋଦି ଭାଇଓ ବେହେନୋ ଆଜ୍ଞା ଶୁଣନ୍ତୁ। ତେଣୁକରି ମୋର ଏତେ ବାଟ ଯିବାର ନାହିଁ। ମୋର ଆମର ଓଡ଼ିଆ ଯିଏ ଆରାଧ୍ୟ ଦେବତା ଜଗନ୍ନାଥ ମହାପ୍ରଭୁ, ଯାହା ପାଇଁ ଆମେ ଆଜି ଓଡ଼ିଶାବାସୀ ପରିଚିତ। ତେଣୁକରି ମୁଁ ବିନୀତ ଅନୁରୋଧ କରୁଛି, ଯେଉଁ ଭୁଲ କରିଛନ୍ତି ଆଉ ଭୁଲ କରନ୍ତୁନି। ଆମର ବରପୁତ୍ର ଯିଏ ୱାର୍ଲଡ଼ ଫେମସ୍ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କର
ଯେଉଁ 1999 ମସିହାରୁ ଆଜି 2024 ମସିହାରେ ପହଞ୍ଚାଇଥିଲେ ଏ ଓଡ଼ିଶାକୁ ଯେଉଁ ସୁଦୃଢ଼ କରି ଆଣିଥିଲେ, ଓଡ଼ିଶାର ଯେଉଁ ସୁଖ ଦୁଃଖରେ ରହିକି ପରିବର୍ତ୍ତନ କରିଥିଲେ। ଆଗାମୀ ଦିନରେ ନବୀନ ପଟ୍ଟନାୟକ ଯେତେ ଦିନ ଅଛନ୍ତି, ତେଣୁକରି ଆମେ ତାଙ୍କ ହାତ ମୁଠା, ତାଙ୍କର ଭଲ ମନ୍ଦରେ ତାଙ୍କ ପାଖରେ ଠିଆ ହେବା। ଓଡ଼ିଶାକୁ ଆଉ ଟିକେ ଉତ୍ସାହିତ କରି ଓଡ଼ିଶାକୁ ଆଉ ଡେଭଲପମେଣ୍ଟ ଆମେ ଚାହିଁଲେ ସେ ନବୀନ ପଟ୍ଟନାୟକ କରିପାରିବେ। ତେଣୁକରି ମୋ 4.5 କୋଟି ଓଡ଼ିଆ ଭାଇ ଭଉଣୀମାନଙ୍କର ବିନତି ଅନୁରୋଧ, ଆଉ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏଇ ଯେଉଁ ମିଛୁଆ ସରକାର, ଏଇ ଯେଉଁ ମିଛୁଆ ବାହାସପଡ଼ା ସରକାର, ମୋ ସରକାର, ଆମ ସରକାର, ଓଡ଼ିଆ ସ୍ମିତା କହି ଯେଉଁ ଡ୍ୟାସ୍ ମାଇଲେ ଓଡ଼ିଶାବାସୀକି, ସେ ଆଜି ବହୁତ ମର୍ମାହତ ଦୁଃଖିତ। ତେଣୁକରି ପ୍ରଭୁ ସେଇ ଜଗନ୍ନାଥ ତାଙ୍କ କଥା ବୁଝନ୍ତୁ। ମୁଁ ବିନୀତ ଅନୁରୋଧ କରିବି, ଆଗାମୀ ପଞ୍ଚାୟତ ଇଲେକ୍ସନରେ ଆପଣମାନେ ଉଚିତ ଜବାବ ଦିଅନ୍ତୁ। ସେଇ ନବୀନ ପଟ୍ଟନାୟକ ପୁନର୍ବାର ପୁଣି ଫେରାଇ ଆଣନ୍ତୁ। ବିଜେଡ଼ି ଶଙ୍ଖ ଚିହ୍ନ ଆମର ଚିହ୍ନ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ, ବନ୍ଦେ ମାତରମ୍, ଜୟ ହିନ୍ଦ।